ଗୋଟେ ଏକ୍ଜାମ୍ପଲ୍ ଗୋଟେ ଦେଉଛି ଆସିକା ହଉଛି ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳୀ ସେଇଠି ଗୋଟେ କୋଲ୍ଡ ଷ୍ଟୋରେଜ୍ ଥିଲା ବଢ଼ିଆ ଶୀତଳ ଭଣ୍ଡାର ଥିଲା ତାକୁ ବନ୍ଦ କରିଦେଲେ ତାପରେ ତାକୁ କ'ଣ ଦେଇଛନ୍ତି ଏବେ ପର୍ଯ୍ୟନ୍ତ ତାର ତଥ୍ୟ ଆମେ ପାଉନୁ ତେଣୁ ଇଏ ଆଳୁ ମିଶନ ଉପରେ କିଛି କଲେନି ଆଳୁ କେମିତି ଉତ୍ପାଦନ ହେବ କୃଷକମାନେ ପଚାରିଲେନି ଚାଷୀମାନଙ୍କୁ ପଚାରିଲେନି ପ୍ରୋତ୍ସାହନ ଦେଲେନି କୋଲ୍ଡ ଷ୍ଟୋରେଜ୍ ବନ୍ଦ କରିଦେଲେ ତାଙ୍କର କ'ଣ ନୈତିକ ଅଧିକାର ଅଛି ଆପଣମାନେ କୁହନ୍ତୁ ଯେମାନେ ପଚାରିବେ ଆଳୁ ଉପରେ ବର୍ତ୍ତମାନ ଆମ ସରକାର ମୋହନ ମାଝୀଙ୍କ ସରକାର ଆଳୁ ଯେତେବେଳେ ମମତା ଯଦି ନାହିଁ କରିଦେଲେ ଆମେ ତାଙ୍କୁ ପଚାରିବୁ ଆମେ ଉତ୍ତରପ୍ରଦେଶରୁ ପଞ୍ଜାବରୁ ବର୍ତ୍ତମାନ ଆଳୁ ଆଣିବୁ ଆମ ଓଡ଼ିଶାର ଲୋକଙ୍କ ପାଇଁ ଓଡ଼ିଶାର ଲୋକଙ୍କୁ ଦେବୁ ଆଉ ଚାଷୀ ମିଶନ କଥା ଚାଷୀମାନଙ୍କର ଆଳୁ ଚାଷ କେମିତି ହେବ ତାଙ୍କୁ ସବସିଡି ରେଟ୍ରେ ଆମେ କେମିତି ଦେବୁ ଚାଷୀମାନେ ଆମର ଉପକୃତ କେମିତି ହେବେ ଚାଷୀ କେମିତି ଭାବରେ ଆଳୁ ଉତ୍ପାଦନ କରିବେ ସେ ସବୁ ବିଷୟ ବର୍ତ୍ତମାନ ଆମ ମୋହନ ମାଝୀଙ୍କ ସରକାର କରୁଛନ୍ତି ଦ୍ୱିତୀୟରେ ବର୍ତ୍ତମାନ ସବୁଠି କୋଲ୍ଡ ଷ୍ଟୋରେଜ୍ ଆରମ୍ଭ ହେଉଛି କୋଲ୍ଡ ଷ୍ଟୋରେଜ୍ କାମ ସବୁଠି ଚାଲିବ ବର୍ତ୍ତମାନ ଆରମ୍ଭ ହେବ ସବୁ ପ୍ରକାର ପଦକ୍ଷେପ ଆମ ସରକାର ମୋହନ ମାଝୀଙ୍କର ସରକାର ଏଠି ନେଉଛନ୍ତି ଆଉ ଏ ଯେଉଁ କହୁଛନ୍ତି ବିରୋଧୀ ଦଳବାଲା ଇଏ କହିବେ ତାଙ୍କର କାମ କିଛି ତ କରିନାହାନ୍ତି ନା ନିଜକୁ ବଞ୍ଚାଇବା ପାଇଁ କ'ଣ ତ କହିବେ କହୁଛନ୍ତି ଆଉ